ଏମିତି କରି ବସିଛନ୍ତି। ଆରେ ମୋ କଥା ଟିକେ ଶୁଣ ଗୁଞ୍ଜନ, ମୋ କଥା ଟିକେ କଣ ଶୁଣେଇବେ ଆପଣ ମତେ? କଣ ଶୁଣିବି ମୁଁ? ଆପଣ ପାଇଁ ଏ ଦୁନିଆର ସୁନ୍ଦରୀ ଝିଅ ମାନଙ୍କର ଅଭାବ ରହିବନି। ମୁଁ ତ ଗୋଟେ ବିଧବା, ମତେ ବିବାହ କରିବା ପାଇଁ ଆପଣ ଏତେ ଜିଦ୍ ଧରିଛନ୍ତି କାହିଁକି? ଜିଦ୍ ଧରୁଛି ଏଇଥିପାଇଁ ଯେ ଆମେ ଦୁହେଁ ସାଙ୍ଗ ହେଇ କଲେଜରେ ପାଠ ପଢୁଥିଲୁ। ଆଉ ଅଳ୍ପ ବୟସରେ ତମେ ବିବାହ କରିଗଲ। ରାତିରେ ସ୍ୱାମୀକୁ ଛୁଇଁବା ପୂର୍ବରୁ ତମେ ତମ ସିନ୍ଦୁରକୁ ହରେଇ ବସିଲ। ଏ ସମାଜ ତମକୁ ବିଧବାର ଆଖ୍ୟା ଦେଲା, ନାଗରା ପିଟିଲା। ଏତେ କମ ବୟସରୁ ଏମିତି ବିଧବାର ଆଖ୍ୟା ନେଇ ତମେ ଏକା ଏକା ବଞ୍ଚିବ କେମିତି? ଏଇ ଗୁଞ୍ଜନ, এইটা কোন সামাজিক নীতি নিয়ম? কোন পাই এ দণ্ড বিধান? ମୁଁ ତମକୁ ମଥାରେ ସିନ୍ଦୁର ଦେଇ ଏ ସାମାଜିକ କଳଙ୍କରେ ଥିବା ବିଧବା ବିବାହର ପ୍ରଥାକୁ ସବୁଦିନ ପାଇଁ ଲିଭେଇ ଦେବାକୁ ଚାହେଁ। ଆପଣ କହିବାକୁ ଚାହୁଁଛନ୍ତି ବହୁଳ ପାଟ ପିନ୍ଧି କନ୍ୟା ସାଜିବି, କଥାରେ ପାଟ ଉଡ଼ାଣି ପକେଇ ସେଥିରେ ବସିବି? ଯୁଗ ବଦଳିଛି ଗୁଞ୍ଜନ, ଯୁଗ ବଦଳିଛି। ସାମାଜିକ ନୀତି ନିୟମ କୁସଂସ୍କାର ପ୍ରଥାକୁ ଦେଇ ଆମେ ପୁଣି ଥରେ ଆଗକୁ ପାଦ ବଢେଇବା। এই কথাটা তুমি বুঝুন কাহিঁকি? ଆଦିତ୍ୟ ବାବୁ, ଆପଣ ବୁଝୁନାହାନ୍ତି କାହିଁକି? ଏ ସମାଜର ନୀତି ନିୟମ ପରମ୍ପରା ବୋଲି କିଛି ଗୋଟେ ଅଛି। ତାମାନେ ଆପଣ କହିବାକୁ ଚାହୁଁଛନ୍ତି ଏ ସମାଜର ନୀତି ନିୟମକୁ ଭୁଲିଯିବି, ଲକ୍ଷ୍ମଣ ରେଖାକୁ ସବୁଦିନ ପାଇଁ ଡେଇଁଯିବି? କାହିଁକି ଆଦିତ୍ୟ ବାବୁ, କାହିଁକି? ଆପଣ ମହାକାଳ ଫଳ ଦେଖିଛନ୍ତି ଆଦିତ୍ୟ ବାବୁ? ମହାକାଳ ଫଳକୁ ସମସ୍ତେ ଆଦରି ନିଅନ୍ତି, ବେଶୀ କାହାରି କରେନି। আরে গুঞ্জনে, আরে তুমি ମୋ କଥାଟା ବୁଝୁନ କାହିଁକି? ଅଳ୍ପ ବୟସରୁ ତମେ ସ୍ୱାମୀକୁ ଛୁଇଁବା ପୂର୍ବରୁ ତମେ ବିଧବା ହେଇଗଲ। এইটা কোন সামাজিক পরম্পরা, সামাজিক নীতি নিয়ম। ଆଉ ସେ ସାମାଜିକ ପରମ୍ପରା ଆଉ ନୀତି ନିୟମକୁ ଜାବୁଡ଼ି ଧରି ତମେ ନିଜ ଜୀବନକୁ ଏମିତି ଭାବରେ ଜାଳି ଦଉଛ କାହିଁକି? କଣ ପାଇବ ତମେ? ଆଦିତ୍ୟ ବାବୁ, ଆରେ ଗୁଞ୍ଜନେ, ତମେ ମହାକାଳ ଫଳ ହୁଅ କି ସମାଜର ସମାଧି ହୁଅ, ମୁଁ ତମକୁ ସବୁଦିନ ପାଇଁ ଆଦରି ନେବି। ଆଦିତ୍ୟ ବାବୁ, ତମ ମଥାରେ ସିନ୍ଦୁର, ପାଦରେ ଅଳତା ଆଉ ମଥାରେ ପାଟ ଓଢ଼ଣୀ ଦେଇ ଆମ ଘରର ତୁଳସୀ ଚଉରା ମୂଳରେ ସଞ୍ଜବତୀ ଜାଳି ତମେ ମୋ ପାଇଁ ମଙ୍ଗଳ ମନା। ନାଇଁ ହଁ ଗୁଞ୍ଜନ, ପାରିବିନି ଆଦିତ୍ୟ ବାବୁ, ମୁଁ ପାରିବିନି। କାହିଁକି ପାରିବନି? ଆକାଶ ହେଇ ମୁଁ ତମକୁ ମୋ ଛାତିରେ ଆଦିତ୍ୟ ବାବୁ, ଆପଣ ବୁଝୁନାହାନ୍ତି କାହିଁକି? ଆପଣ ସିନା ମୋ ସ୍ୱାମୀ ହବା ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ, ହେଲେ ମୁଁ ଆପଣଙ୍କ ସ୍ତ୍ରୀ ହବା ପାଇଁ ସମ୍ପୂର୍ଣ୍ଣ ଅଯୋଗ୍ୟ। ଆପଣଙ୍କ ହାତ ଯୋଡୁଛି, ମୋ ଭଳି ଗୋଟେ ମୂଳ ଫୁଳକୁ ଆପଣେଇ ନେଇ କାହିଁକି ତମେ ଏତେ କଷ୍ଟ ପାଉଛ? এই গুঞ্জনে, ଏ ସମାଜର କୁସଂସ୍କାର କୁପ୍ରଥା ସବୁକୁ ଆମେ ଦୂରେଇ ଦେବା। ସବୁ ପରେ ବି ମୁଁ ଗୋଟିଏ କଥା ଆପଣଙ୍କୁ କହିବି, ମଶାଣିରେ ଉଠିଥିବା କଳା ତୁଳସୀଟେ ମୁଁ ମନ୍ଦିରକୁ ଯାଇପାରିବିନି। ତମ ପାଇଁ ପରା ମୁଁ ସମାଧି ହେଇଯିବି। ସେଦିନ ସେ କଳଙ୍କର ଟିକାଟା ମତେ ସବୁଦିନ ପାଇଁ କଳଙ୍କିନୀ ସଜାଇ ଦେଇଛି, ମୁଁ କେବେ ବି କଳଙ୍କ ମୁକ୍ତ ହେଇପାରିବିନି। ଆରେ ତମ ପାଇଁ ଆକାଶ ହେଇ ମୁଁ ତୁମକୁ ମୋ ଛାତିରେ ଜାବୁଡ଼ି ଧରି। ପ୍ଲିଜ ଆଦିତ୍ୟ ବାବୁ, ପ୍ଲିଜ ଆପଣ ତରୁଟିଆ ମତେ ବୁଝିବାକୁ ଚେଷ୍ଟା କରନ୍ତୁ। କାହିଁକି ମୁଁ ଆପଣ ଗୋଟେ ବିଧବାକୁ ଆପଣ ଏତେ ଭଲ ପାଉଛନ୍ତି? ଏ କଣ ପାଇଁ ମତେ ବିବାହ କରିବା ପାଇଁ ଜିଦି କରିଛନ୍ତି? ମୁଁ ଆପଣଙ୍କୁ ହାତ ଯୋଡ଼ି ରିକ୍ୱେଷ୍ଟ କରୁଛି, ମୋର ଅପବିତ୍ର ଦେହଟାକୁ ନେଇ ମୁଁ କେବେ ବି ଆପଣଙ୍କ ଘରକୁ ବୋହୂ ହେଇ ଯାଇପାରିବିନି। ଭୁଲ ବୁଝିବେନି ଆପଣ। ଏଇଟା ତାହେଲେ ତମର କଣ ମନର କଥା? ବଧୁ ନୁହଁ, ବନ୍ଧୁ। ସାରା ଜୀବନ ମୁଁ ଆପଣଙ୍କ ପାଖରେ ବନ୍ଧୁ ହେଇ ରହିଯିବ। ଏ ଗୁଞ୍ଜନ, ଯିବାବେଳେ ମୋର ଶେଷ କଥା ଟିକକ ଶୁଣିଯାଅ।
ମୁଁ ଭାବିଥିଲି ପୁନେଇ ରାତିର ଜହ୍ନ ପରି ତମେ ମୋ ରାତିର ସବୁ ରାତିରେ ତମେ ମୋ ପାଖରେ ସ୍ୱପ୍ନ ହେଇ ଠିଆ ହବ। ଦେଖିଯାଅ ଗୁଞ୍ଜନ, ଦେଖିଯାଅ ମୋର ଶେଷ ସନ୍ତକ ଏଇ ହୀରା ମୁଦିଟା ମୁଁ ତମ ପାଖରେ ସାଇତି ରଖିଛି। ଯଦି ପ୍ରକୃତିରେ ମୋତେ କାଣିଚାଏ ଭଲ ପାଉଥାଅ ତାହେଲେ ହୀରା ମୁଦିଟାକୁ ତମେ ସାଉଁଟି ନବ। ଆଉ ଯଦି ମୋତେ ଟିକିଏ ବି ଘୃଣା କରୁଥାଅ ତାହେଲେ ହୀରା ମୁଦିଟାକୁ ତମେ ପାଦରେ ଆଡ଼େଇ ଦେଇ ଚାଲିଯିବ। ମୁଁ ଜାଣିବି এইটা হচ্ছে ମୋ ଭଲ ପାଇବାର ଉଚିତ ପ୍ରତିଦାନ।
Thank you.